ଏବେ ଯୋଉ ଆମର ଭାରତ ବର୍ଷ ହଉ କିମ୍ବା ପୃଥିବୀ ପୃଷ୍ଠରେ ମେଦବହୁଳତା ଯୋଉ ପ୍ରଚୁର ପରିମାଣରେ ବଢି ଚାଲିଛି। ଏହାର ମୁଖ୍ୟ କାରଣ ହେଲା ଆମର ଯୋଉ ଜୀବନଶୈଳୀରେ ପରିବର୍ତ୍ତନ, ଆମ ଖାଦ୍ୟ ଯୋଉ ଆମେମାନେ ଯୋଉ ଖାଦ୍ୟ ଖାଉଛେ ଯୋଉଥିରେ କି ପୁଷ୍ଟିକର ଖାଦ୍ୟ ରହୁନାହିଁ ଏବଂ ଯୋଉ ଫାଷ୍ଟ ଫୁଡ ଆମେମାନେ ଖାଉଛେ ତା ଯୋଗୁଁ ଆମର ମେଦବହୁଳତାର ପରିମାଣ ସାରା ପୃଥିବୀ ପୃଷ୍ଠ ଏବଂ ଭାରତ ବର୍ଷରେ ବୃଦ୍ଧି ପାଉଛି। ଆଉ ମେଦବହୁଳତା ଗୋଟେ ସମସ୍ୟା ଯାହା ଦ୍ୱାରା କି ଆପଣମାନେ କ୍ରୋନିକ ଡିଜିଜ୍ ଲାଇକ୍ ଡାଇବେଟିସ୍, ବ୍ଲଡ ପ୍ରେସର ଏସବୁ ରୋଗରେ ଆକ୍ରାନ୍ତ ହଉଛନ୍ତି। ଆଉ ବହୁତ କମ ବୟସରେ ସାଧାରଣତଃ ଯେହେତୁ ଆଜିକାଲି ଆମର ଟିନ୍ ଏଜ୍, ଆମର ଭାରତ ବର୍ଷ ହଉଛି ଗୋଟେ ଯୁବ ଭାରତ ବର୍ଷ, ଆଭରେଜ ଏଜ୍ 30 ରୁ 32 ବର୍ଷ ଏବେ କୁହାଯାଉଛି। ଏବଂ ଏଇ ଯୁବ ବର୍ଗରେ ଯେହେତୁ ମେଦବହୁଳତା ବହୁତ ପରିମାଣରେ ଦେଖାଯାଉଛି, ଏ ଗୋଟେ ଚିନ୍ତାଜନକ କାରଣ। ଆଉ ମେଦବହୁଳତା କମେଇବା ପାଇଁ ମୁଖ୍ୟତଃ ଶାରୀରିକ ବ୍ୟାୟାମ କରିବା ଦରକାର। ରେଗୁଲାରଲି ସପ୍ତାହକୁ 150 ମିନିଟ୍ ବ୍ୟାୟାମ ମିନିମମ୍ କରିବା କଥା। ପ୍ରତ୍ୟେକ ଦିନ ଘଣ୍ଟାଏ ବ୍ୟାୟାମ କରିବା ସହିତ ପୁଷ୍ଟିକର ଖାଦ୍ୟ ଏବଂ ଆମର ଯୋଉ ଭେଜିଟେବୁଲ୍ସ ଅଛି, ଗ୍ରୀନ୍ ଗ୍ରୀନ୍ ଭେଜିଟେବୁଲ ନବା କଥା। ଆଉ ଫାଷ୍ଟ ଫୁଡ ଆଉ ଯୋଉ ପ୍ରୋସେସଡ ଫୁଡ, କୋଲ୍ଡ ଡ୍ରିଙ୍କସ୍ ଯୋଉଟାକି ଆମର ମାର୍କେଟରେ ମିଳୁଛି ତାକୁ ଆଭଏଡ୍ କରିବା କଥା। ଏବଂ ଆଜିକାଲି 2-3ଟି ଔଷଧ ଆମର ଭାରତ ବର୍ଷରେ ବି ଉପଲବ୍ଧି ଅଛି, ଯୋଉଟା କି ବହୁତ ଇଫେକ୍ଟିଭ ୱେଟ୍ ବା ମେଦବହୁଳକୁ କମେଇବା ପାଇଁ, ଯୋଉଟାକୁ ଆମର GLP-1 ଆଗୋନିଷ୍ଟ କହୁଛନ୍ତି। GLP-1 ଆଗୋନିଷ୍ଟ ଯୋଉଟା କି ଆଜିକାଲି ଆମର ଭାରତ ବର୍ଷରେ ଆଭେଲେବୁଲ ଅଛି। ତାକୁ ସାଧାରଣତଃ ମେଦବହୁଳ କମେଇବା ପାଇଁ ବି ବ୍ୟବହାର କରାଯାଉଛି। ଆଉ ତାର ଭଲ ଇଫେକ୍ଟ ବି ରହୁଛି। ସାଧାରଣତଃ ଆପଣ 10% 10 to 15% ୱେଟ୍ ଲସ୍ କରେଇପାରିବେ 3 ମାସ ୟୁଜ୍ କଲେ। ଆଉ GLP-1 ଏଗୋନିଷ୍ଟ ଇଞ୍ଜେକ୍ସନ ଆଭେଲେବୁଲ ଅଛି, ଓରାଲ ଟାବଲେଟ ବି ଆଭେଲେବୁଲ ଅଛି। ଆଉ ଏବେ ସାଧାରଣତଃ ଏବେ ଗୋଟେ ଲାଷ୍ଟ 1 ଇୟର ଭିତରେ ଆଉ ଗୋଟେ ଔଷଧ ଆସିଛି, ଯୋଉଟା କି ବୋଥ୍ GLP-1 ଆଉ GIP ଦିଟା ହରମୋନକୁ ବି ମିମିକ୍ କରୁଛି, ଯୋଉଟା ଟ୍ରିଜାପାଟାଇଟ୍ କହୁଛନ୍ତି। ସେଇଟା ବି ବହୁତ ଇଫେକ୍ଟିଭ, ଯୋଉଟା କି ଆମର ମେଦବହୁଳକୁ କମେଇବା ପାଇଁ। ତେଣୁ ଆଜିକାଲି ଆମର ଯୋଉମାନେ ମେଦବହୁଳ ଅଛନ୍ତି ସେମାନଙ୍କୁ ମୋର ଉପଦେଶ ରହିବ ଯେ ଆପଣମାନେ ଶାରୀରିକ ବ୍ୟାୟାମ ସହିତ ଖାଦ୍ୟକୁ ମାର୍ଜିତ କରନ୍ତୁ। ତା ସହିତ ଆପଣ ଡାକ୍ତରଙ୍କୁ ପରାମର୍ଶ କରିକି ଏଇ GLP-1 ଆଗୋନିଷ୍ଟ ବା ବୋଥ୍ GLP ଆଉ GIP ଯୋଉ କମ୍ବିନେସନ ଡ୍ରଗ ଯୋଉଟା ଆସିଛି, ଆମର ଟ୍ରିଜାପାଟାଇଟ୍, ତାକୁ ବି ନେଇପାରିବେ। ନହେଲେ ଖାଲି GLP-1 ଆଗୋନିଷ୍ଟ ଇଞ୍ଜେକ୍ସନ ଅଛି, ଟାବଲେଟ ବି ଆଭେଲେବୁଲ ଅଛି। ଟାବଲେଟ ଆମର ଯୋଉ ଅଛି ସେମାଗ୍ଲୁଟାଇଡ୍ 3 ମିଲିଗ୍ରାମ, 7 ମିଲିଗ୍ରାମ, 14 ମିଲିଗ୍ରାମ ଟାବଲେଟ ବି ଆଭେଲେବୁଲ ଅଛି। ଆଉ ଯାହାର ଦାମ ପ୍ରାୟ ଆଗରୁ ବହୁତ ଅଧିକା ରହୁଥିଲା, ଏବେ ସାଧାରଣତଃ ଦାମ ବି କମି ଯାଇଛି। ଆପଣଙ୍କର ୱିକଲି ଯୋଉ ଇଞ୍ଜେକ୍ସନ ଗୁଡାକ ନିଆଯାଉଛି ତାକୁ ସାଧାରଣତଃ 2500 ରୁ 2600 ଟଙ୍କାରେ ମିଳିଯାଉଛି, ଯୋଉଟା କି ଆଗରୁ 40 ରୁ 50 ହଜାର ଥିଲା। ତେଣୁ ମୋର ଉପଦେଶ ରହିବ ଆପଣମାନେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ମେଦବହୁଳତା ପାଇଁ ଏଇ ଯୋଉ GLP-1 ଆଗୋନିଷ୍ଟ ବା ବୋଥ୍ GLP-1 ଆଉ GIP ଯୋଉ ଆଗୋନିଷ୍ଟ ଯୋଉ ଡ୍ରଗ ଆସିଛି, ତା ବହୁତ ପରିମାଣରେ ସାହାଯ୍ୟ କରିବ। ପ୍ରାଥମିକତା ହଉଛି ସବୁବେଳେ ବ୍ୟାୟାମ, କିନ୍ତୁ ଏଇ ଯୋଉ ଦୁଇଟି ଡ୍ରଗ ଆସିଛି ଏଇଟା ଆକ୍ଚୁଆଲି ମାନେ ମେଦବହୁଳ ପାଇଁ ହିଁ ବହୁତ ବ୍ୟବହାର ହେଉଛି ସାରା ପୃଥିବୀ ବର୍ଷରେ। ଆଉ ଭାରତରେ ଏହାର ବ୍ୟବହାର ବହୁତ କମ ହେଉଛି। ତେଣୁ ଏହା ନିଶ୍ଚୟ ସହାୟକ ହବ। ଏଇଟା ମୋର ମେସେଜ ରହିବ ଯେ ଯୋଉମାନେ ମେଦବହୁଳ ଅଛନ୍ତି, ବ୍ୟାୟାମ କରିବା ସହିତ ଖାଦ୍ୟ କଣ୍ଟ୍ରୋଲ କରିବା ସହିତ ଯଦି ମେଦବହୁଳ କମୁନାହିଁ, ତେଣୁ ସେମାନେ ଇଞ୍ଜେକ୍ସନ କିମ୍ବା ଟାବଲେଟକୁ ବ୍ୟବହାର କରିପାରିବେ, କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ବ୍ୟବହାର କରିପାରିବେ।